ଅଗଷ୍ଟ 9 ତାରିଖ ବିଶ୍ୱ ଆଦିବାସୀ ଦିବସ ଉପଲକ୍ଷେ ଝାରସୁଗୁଡ଼ା ଜିଲ୍ଲାରେ ପଶ୍ଚିମ ଓଡ଼ିଶାସ୍ତରୀୟ ଆଦିବାସୀ ମହାସଂଘ ତରଫରୁ ଆଦିବାସୀ ଦିବସ ଆଡ଼ମ୍ବର ସହ ପାଳିତ ହୋଇଯାଇଛି। ମହାସଂଘର କାର୍ଯ୍ୟସୂଚୀ ଅନୁଯାୟୀ ସକାଳ 10:30 ସମୟରେ ବଢ଼େଇମୁଣ୍ଡା ଛକଠାରୁ ଏକ ମୋଟରସାଇକେଲ ଶୋଭାଯାତ୍ରାରେ ବାହାରି ଜିଲ୍ଲା ସଂସ୍କୃତି ଭବନ ପର୍ଯ୍ୟନ୍ତ ପହଞ୍ଚିଥିଲେ। ସେଠାରେ ଏକ ସଭା କାର୍ଯ୍ୟର ଆୟୋଜନ କରାଯାଇଥିଲା। ସଭାରେ ମୁଖ୍ୟ ଅତିଥି ଭାବରେ ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ ଯୋଗ ଦେଇଥିଲେ। ପଶ୍ଚିମ ଓଡ଼ିଶା ଆଦିବାସୀ ମହାସଂଘ ଜିଲ୍ଲା ସଭାପତି ପଦ୍ମଲୋଚନ ବୁଦୁଲା, ଉପଦେଷ୍ଟା ପ୍ରଶାନ୍ତ କିଷାନ, ମୁଖ୍ୟ ସମ୍ପାଦକ ମୋହନ ଖଡ଼ିଆ, ଯୁବ ସମ୍ପାଦକ ଅଜିତ କୁମାର ବିଶ୍ୱାଳ, କୋଷାଧ୍ୟକ୍ଷ ଲକ୍ଷ୍ମଣ ଟୋପ, ସହକୋଷାଧ୍ୟକ୍ଷ ନିରଞ୍ଜନ ପ୍ରଧାନ, ରମେଶ ପ୍ରଧାନ, ଅନିଲ ଖଡ଼ିଆ, ଅଶୋକ କିଷାନ, ମୁକୁନ୍ଦ ଖଡ଼ିଆ ପ୍ରମୁଖ ସେଠାରେ ମଞ୍ଚାସୀନ ଥିଲେ। ଆଦିମ କାଳରୁ ବସବାସ କରୁଥିବା ଲୋକମାନେ ହେଉଛନ୍ତି ଆଦିବାସୀ। ପ୍ରକୃତିର ପୂଜକ, ମୂଳ ନିବାସୀ ହେଉଛି ଆଦିବାସୀ। ଏହା ପୌରାଣିକ ଯୁଗରୁ ଇତିହାସରେ ଉଲ୍ଲେଖ ଅଛି ବୋଲି ବିଧାୟକ ତ୍ରିପାଠୀ ଏହି ଅବସରରେ କହିଥିଲେ। ସଭାପତି ବୁଦୁଲା ଆଦିବାସୀମାନେ ଅନ୍ଧବିଶ୍ୱାସରେ ପଡ଼ି ନିଜ ପ୍ରକୃତ ପରିଚୟକୁ ହଜାଇ ଦେଇଥିବାରୁ ସମାଜରେ ନିମ୍ନଗାମୀ ହୋଇଛନ୍ତି ବୋଲି କହିଥିଲେ ଏବଂ ସଂଗଠିତ ହେବାକୁ ସେ ଆହ୍ୱାନ ଦେଇଥିଲେ। ଶେଷରେ ପ୍ରଶାନ୍ତ କିଷାନ ଧନ୍ୟବାଦ ଅର୍ପଣ କରିଥିଲେ।